नमस्कार। सुप्रभात। जय आरसीएम। जय श्री नमस्कार। गुड गुड मॉर्निंग गुड मॉर्निंग। मॉर्निंग। बहुत बहुत धन्यवाद ସମସ୍ତଙ୍କୁ। आ, ବହୁତ ଆନନ୍ଦମୟ ଯାତ୍ରା ବର୍ତ୍ତମାନ ଆମେ କରୁଥିଲେ କି ଧ୍ୟାନ ମାଧ୍ୟମରେ ଗୁରୁକୁଳରେ ପ୍ରତି ବୁଧବାର ଆମର ଆ, ଆମେ ତ ସବୁବେଳେ ବାହାରର ଯାତ୍ରା କରୁଛେ, କିନ୍ତୁ ଭିତରର ଯାତ୍ରା କରିବା ପାଇଁ ଗୋଟେ ଯୋଉ ମୌକା ଆମକୁ ମିଳୁଛି, ପ୍ରତ୍ୟେକ ଦିନ ଆମକୁ ସେ ଯାତ୍ରା କରିବା ବି ଦରକାର। ତ ଏମିତି ବି ସପ୍ତାହରେ ଗୋଟେ ଦିନ ବୁଧବାର ଆ, ଆମକୁ ଶିଖା ହଉଛି ଯେ ଧ୍ୟାନ କରିବା ଉଚିତ ଆମ ଜୀବନରେ ବି। ଏଇଟା ପ୍ରତ୍ୟେକ ସାଥୀ ମାନଙ୍କର ନିହାତି ଆବଶ୍ୟକ ଧ୍ୟାନ କରିବା। ତ ଆଜି ଆପଣମାନେ ସମସ୍ତେ ଧ୍ୟାନ କରୁଥିବେ। ଧ୍ୟାନ କରିକି ଏ, ଯୋଉ ଇନ୍ଦୁ ମ୍ୟାଡମଙ୍କର ଏତେ ବଢିଆ ବଢିଆ ସୁନ୍ଦର କଥାକୁ ଶୁଣିଥିବେ। ଧ୍ୟାନ କରିବା ଦ୍ୱାରା କେତେ ବଢିଆ ଆନନ୍ଦ ଆମକୁ ଆସୁଛି, ଆମ ଶରୀରରେ କେତେ ଉର୍ଜା ଆସୁଛି। ଯୋଉ ଆନନ୍ଦ ଆମେ ପାଇଲେ ଆମେ କେମିତି ଆ, ଆମ ପୁରା ପରିବାରକୁ ପୁରା ସଂସାରକୁ ସେ ଆନନ୍ଦ ଆମେ ଦେଇପାରୁଛେ, ତ ତା ଉପରେ ବି ଆମେ ଶିଖିଲେ। ତ ପ୍ରତ୍ୟେକ ଦିନ ଧ୍ୟାନ କରିବା ଦ୍ୱାରା ନିଜର ଉର୍ଜା ବଢିବା ସହିତ ନିଜର ସମସ୍ତ ଶକ୍ତିକୁ ଆମେ ଜାଗ୍ରତ ବି କରିପାରିବା। ତା ଛଡ଼ା ଆମେ ଏ, ଆମ ଭିତରେ ଯୋଉ ପ୍ରକାରର ଶରୀର ଭିତରେ ଯୋଉ ପ୍ରକାର ଅସୁବିଧା ସବୁ କିଛି ରୋଗ ବ୍ୟାଧି ଯାହା ବି ଅଛି, ଇଏ ଧ୍ୟାନ ମାଧ୍ୟମରେ ସବୁ ଦୂର ହେଇଯାଇ ପାରୁଛି। ତ ଆଜି ଆମେ ଧ୍ୟାନର ତ ବହୁତ ଆନନ୍ଦ ଆମେ ସମସ୍ତେ ନେଲେ। ତ ଆମେ କଣ କଣ ନେଲେ ବହୁତ ସର୍ଟରେ ଆମେ କହିବା। ସାହୁ ଭାଇଙ୍କଠୁ ଷ୍ଟାର୍ଟ କରିବା। ସାଉଣ୍ଡ ହଉଛି ଯେ ଧ୍ୟାନ ଦ୍ଵାରା ଆତ୍ମାର ଶାନ୍ତି ଆଉ ଶରୀରର ଶାନ୍ତି ଆଉ ଉର୍ଜା ମଧ୍ୟ ବଢିଲା। ଏଇ ଯୋଉ ଉର୍ଜା ଆମ ମାନଙ୍କୁ ପ୍ରେରଣା ଦଉଛି ଯେ ଆମେ ମାନେ ଯେକୌଣସି କାମ କରିବା ନାହିଁ ସେଥିରେ ସକ୍ସେସ୍ ହେଇଯାଇ ପାରିବା। ଏଇ ଉର୍ଜା ଆମ ଅନ୍ତର ଭିତରେ ଜାଗ୍ରତ ହଉଛି। ଯୋଉ ଧ୍ୟାନ ଦ୍ଵାରା ଆମେ ବହୁତ ଗୋଟେ ସୁନ୍ଦର ଭାବରେ ଆମର ଚିନ୍ତାଧାରା ବି ବହୁତ ଶାନ୍ତ ହେଇଯାଉଛି। ଆମର ମନର ଉର୍ଜା ମଧ୍ୟ ବହୁତ ବଢି ଯାଉଛି। ଯାହାଫଳରେ କି ଏ ଧ୍ୟାନରେ ବସିବା ଆମେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ। ଆଉ ସମସ୍ତେ ବି ବସିବା, ଯେମିତି କି ସାର୍ କହିଲେ ଯେ ମୁଁ ଯାତ୍ରା ସମୟରେ ଧ୍ୟାନରେ ବସିପାରିବି କି, କହିଲେ ହଁ 5 ମିନିଟ୍ ବି ବସିପାରିବ, ଚାହିଁଲେ ବି 5 ମିନିଟ୍ ବସିପାରିବ। ତେଣୁ ଧ୍ୟାନରେ ବସିବା ବହୁତ ବଡ ଉପକାର। ତେଣୁ ଆମକୁ ଉର୍ଜା ସୃଷ୍ଟି କରୁଛି। ଖବରଠୁ ଶତପତି ବାବୁ। ଓକେ। ଆରତି ଅପା। ଜୟ ଆଶ୍ରମ। ସାରଙ୍କୁ ନମସ୍କାର। ଚାନ୍ସର ଆସିଛନ୍ତି କି ନାହିଁ ମୁଁ ହଁ ଦେଖିନି। ଆସନ୍ତି। ନମସ୍କାର। ଯାହାହେଲେ ତାଙ୍କୁ ନମସ୍କାର କରିଦେଲି। ଆଉ ସର୍ବଜାଙ୍କୁ ଅଶେଷ ଧନ୍ୟବାଦ ଯେ ସବୁଦିନ ଏଇ ଯୋଉ ଗୁରୁକୁଳ ଶାଖାରେ ଦେଖା ହଉଛି। ଆଉ ମୋ ହାତ ତ ଦେଖନ୍ତୁ ମେହେନ୍ଦି। ନମସ୍କାର ନମସ୍କାର। ନମସ୍କାର। ଆଜ୍ଞା ସାର୍, ନମସ୍କାର ନମସ୍କାର। ସାର୍ କହିବେ ମେହେନ୍ଦି ଦେଖେଇଲେ। ଆଚ୍ଛା। ନାଇଁ ନାଇଁ, ଧ୍ୟାନ ଦ୍ଵାରା ଆମ ମନ ଯୋଉ ଶାନ୍ତିଟା ମିଳେ, ସେଇଟା ମାନେ ଦିନ ଭରି ଆମକୁ ଉର୍ଜା ଯୋଉ ଦିଏ। ଧ୍ୟାନ ମୁଁ ଏମିତି ମାନେ ବହୁତ ଦିନରୁ ମୁଁ ଧ୍ୟାନ କରେ। ଧ୍ୟାନ ଯୋଗ ସବୁଦିନ ମୁଁ 4:30ରୁ ଉଠିକି ମୁଁ କରେ। ଧ୍ୟାନ ଆମକୁ କଣ ଦିନ ଭରି ଆମକୁ ମନରେ ଯୋଉ ସେ କହୁଛନ୍ତି ଧ୍ୟାନ ମାଧ୍ୟମରେ ତମେ ମନରେ ଶାନ୍ତି ପାଇବ, ଇଏ ପାଇବ। ତମେ ବାହାରକୁ ଗଲେ ବି ଯୋଉଠି ଟ୍ରେନରେ ଥାଅ ଯୋଉଠି ଥାଅ 5 ମିନିଟ୍ ତମେ ଧ୍ୟାନରେ ବସିପାରିବ, କିଛି ଅସୁବିଧା ନାହିଁ। ତେଣୁ ଆଉ ମୁଁ ତ ଆଜି ଗୁରୁକୁଳ ଦେଖିନି। ଆମେ କେମିତି ଗାଧେଇବୁ, କେମିତି ସବୁ ପ୍ରିପେୟାର ହବୁ, ଆଜି ବରଯାତ୍ରୀ ଯିବୁ। ଏଇ କାମରେ ଚାଲିଛୁ। ବହୁତ ସକାଳୁ ବଢିଆ। ବରଯାତ୍ରୀ ପାଇଁ ପ୍ରିପେୟାରିଂ ଚାଲିଛି। ବହୁତ ବଢିଆ। ଆଉ ଓଭର ଟୁ ସର୍ବଦୀ। ଓକେ, ବହୁତ ବଢିଆ। ଆଜି ନମିତା ମ୍ୟାଡାମ କେତେ ଆନନ୍ଦ ପାଇଲେ? ମ୍ୟାଡାମ ଅନମ୍ୟୁଟ କରନ୍ତୁ। ମ୍ୟାଡାମ ଅନମ୍ୟୁଟ କରନ୍ତୁ। ସାର୍ ଆଜ୍ଞା। ନମସ୍କାର। ଚାନ୍ଦ ସାର୍ଙ୍କୁ ମୋର ନମସ୍କାର। ଜୟ ଆଶ୍ରମ। ନମସ୍କାର ନମସ୍କାର। ସାର୍ ନମସ୍କାର। ଆଉ ଯୋଗ ଧ୍ୟାନ ବଳରେ ବହୁତ ଭଲ ଆନନ୍ଦ ଲାଗିଲା। ଦିନ ଭରି ମୋର ବି ଆଜି ଆନନ୍ଦରେ ଯିବ ବୋଲି ମୁଁ ଚିନ୍ତା କରୁଛି। ବାহ, ବହୁତ ବଢିଆ। ସାର୍ 5:30 ଯେକୌଣସି ଟାଇମରେ ବି ଆମେ ଧ୍ୟାନ କଲେ ବହୁତ ଭଲ, କିନ୍ତୁ ଭୋର ଟାଇମରେ ଯୋଉ 5ଟା କେତେରୁ ଧ୍ୟାନ କଲେ ବହୁତ ଆହୁରି ଆନନ୍ଦ, ମନରେ ଶାନ୍ତି ଆସିବ। ଯେକୌଣସି କାର୍ଯ୍ୟ କରିବୁ ଆମେ ଭଲରେ ଭଲରେ ଦିନଟା ପୁରା କଟିବ। ବହୁତ ବଢିଆ। ବହୁତ ବଢିଆ।
ବିନୋଦି ମ୍ୟାଡାମ, ଆଜି ଆଜି ଆପଣଙ୍କର କଣ ଆନନ୍ଦ ମିଳିଲା ଧ୍ୟାନ ଦ୍ୱାରା? ବିନୋଦିନୀ ମ୍ୟାଡାମ, ଆପଣ ଅନମ୍ୟୁଟ କରିପାରିବେ। ହୁଁ, ପ୍ରବୀଣା ମ୍ୟାଡାମ, ଆଜ୍ଞା, ଆପଣଙ୍କ ଆନନ୍ଦକୁ ଜାହିର କରନ୍ତୁ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। नमस्कार नमस्कार। ଅପା ନମସ୍କାର। ଦିନ ସାରାର ନମସ୍କାର। ଆଉ ଦିନ ସାରା ଷ୍ଟ୍ରେସ୍ ବିଷୟରେ କିନ୍ତୁ ଆନନ୍ଦ ଆସେ ଯେ ଯୋଉ ଅଧଘଣ୍ଟେ ବି ଆପଣ ଅଧଘଣ୍ଟେ କି 45 ମିନିଟ୍ ଯେତିକି ସମୟ ବସି ପାରନ୍ତୁ, ମାନେ ବହୁତ ଫୁର୍ତ୍ତି ଲାଗେ। ଦିନ ସାରାର ଏନର୍ଜି ପାଇଁ ସେ ପୁରା ପ୍ୟାକିଂ ଆସିଯାଏ, ପ୍ୟାକ୍ ଆସିଯାଏ। ଦିନ ସାରା ଷ୍ଟ୍ରେସ୍ ଭିତରେ ଯଦି ଆପଣ ସକାଳୁ ଟିକେ ପ୍ରାଣାୟାମ, ଟିକେ ଯୋଗ, ଏଗୁଡା ସବୁ ଯଦି କରିବେ, ଆଉ ବହୁତ କିଛି ଭଲ ଲାଗେ। ତା ସାଙ୍ଗରେ ମୁଁ ତ ଟିକେ ୱାକ୍ କରେ, ଅଧଘଣ୍ଟେ ମୁଁ ୱାକ୍ କରେ। 4,000 4,500 ଷ୍ଟେପ ମୁଁ ନିଏ ପ୍ରତିଦିନ। ମୁଁ ଯାଆନ୍ତି, ଆଉ ମ୍ୟାଡାମ ତମର ନର୍ମଦା ମ୍ୟାଡାମ ବି ଯାଆନ୍ତି, ପ୍ରାୟ ଦେଖା ହୁଏ, ପ୍ରାୟ ସାଙ୍ଗରେ ଯାଉ, ଏମିତି ସବୁ ରେ ଯାଉ। କିନ୍ତୁ ସେଟା ଯୋଗ ଗୋଟେ ପାର୍ଟ ଗୋଟେ ଆମ ବଡିର। ଆମେ ଯଦି ଏ ବୟସରେ ଯୋଗ ନ କରିବା ସାର୍, କୁଆଡେ ପଦେ ପାଦ ହେଲା ବେଳକୁ ଆମର ଗୋଡ କାଟିଲାଣି, ଏରା ହାତ କାଟିଲାଣି, ଆଜି ଏଇଟା ହେଲାଣି, ସେଗୁଡାକ କିନ୍ତୁ ଆଉ ହୁଏନି। ମାନେ ଫୁର୍ତ୍ତି ଆସେ ବଡିରେ ଯୋଗ ସାଙ୍ଗରେ। ଆଉ ଆଜି ମ୍ୟାଡାମ ଯୋଉ କହିଲେ, ଇନ୍ଦୁ ମ୍ୟାଡାମ ଏତେ ତାଙ୍କର ସୁଇଟ ଭାଷା, ସେ ଭାଷାରେ ବି ଆପଣ ବୋଲ୍ଡ ହେଇଯିବେ। ଏତେ ବଢିଆ କି ବୁଝେଇକି ସେ ଆଜି କହୁଥିଲେ। ଥ୍ୟାଙ୍କ ୟୁ ସାର୍। ଓକେ, ବହୁତ ବଢିଆ କଥା। ଆକ୍ଚୁଆଲି ଏ ଗୁରୁକୁଳର ଲିଙ୍କକୁ ଆମ ସାଥୀମାନଙ୍କୁ ସମସ୍ତଙ୍କୁ ପଠେଇବା ଦରକାର, କାରଣ ସମସ୍ତଙ୍କ ଜୀବନରେ ଆନନ୍ଦ ଆସିବା ନିହାତି ଜରୁରୀ। ବହୁତ ବଢିଆ। ଆ, ଆକାଶ, ଅନମ୍ୟୁଟ କର। ଜୟ ଶ୍ରୀ ସାର୍, ନମସ୍କାର ସାର୍। ଆଜି ଧ୍ୟାନ କରିବା ଦ୍ୱାରା ମୋ ମନ ଭିତରେ ଗୋଟେ ସ୍ଥିରତା ଆସିଲା। ମନ ଭିତରେ ତ ଅଧା ହଁ ହଁ, କୁହ କୁହ। ମନ ଭିତରେ ତ କିଛି କ୍ଷଣ ଭିତରେ ବହୁତ ସାରା ବିଚାର ଆସେ, କିନ୍ତୁ ଧ୍ୟାନ କରିବା ଦ୍ୱାରା ମନ ଭିତରେ ମାନେ ମନକୁ ଆମେ ନିଜ କଣ୍ଟ୍ରୋଲରେ ରଖିପାରୁଛୁ, ସ୍ଥିରତା ଆଣିପାରୁଛୁ। ଆଉ ଧ୍ୟାନ କରିବା ଦ୍ୱାରା ଗୋଟେ ଶାନ୍ତିର ଅନୁଭବ ହଉଛି, ଆଖିକି ମଧ୍ୟ ଥଣ୍ଡା ଥଣ୍ଡା ଲାଗୁଛି। ଆଉ ମାଇଣ୍ଡ ବି ମାନେ ପୂର୍ବ ଅପେକ୍ଷା ଅଧିକ ତୀକ୍ଷ୍ଣ ସାର୍ପ ହେଲା ଭଳି ମତେ ଲାଗୁଛି। ଧନ୍ୟବାଦ ସାର୍। ବହୁତ ବଢିଆ। ଆ, ପ୍ରମୋଦ ବାବୁ, ପ୍ରମୋଦ ବାବୁ, କଣ ଆଜି ଫିଲ୍ କଲେ ଧ୍ୟାନ କରିବା ଦ୍ୱାରା? ଅନମ୍ୟୁଟ କରିପାରିବେ। ଓକେ, ଠିକ ଅଛି। ଅମୀୟ ବାବୁ କୁହନ୍ତୁ। ସାର୍ ନମସ୍କାର ସାର୍, ନମସ୍କାର। ସମସ୍ତଙ୍କୁ ଆଜ୍ଞା। ନମସ୍କାର। ଧ୍ୟାନ କରିବା ଦ୍ୱାରା ଆମର ଯୋଉ ସ୍ୱଚ୍ଛ ବିଚାର ସବୁବେଳେ ଆମ ସହିତ ଜାଗ୍ରତ କରିବାର ଗୋଟେ ଚାବିକାଠି ମତେ ଅନୁଭବ କଲି। ଆଉ ଆଗକୁ ଯିବା ପାଇଁ ଯୋଉ ଆନନ୍ଦ ଦରକାର, ଆମେ ବାହାରେ ଆନନ୍ଦ ଖୋଜୁଛେ କିନ୍ତୁ ଭିତରେ ଆନନ୍ଦ ଖୋଜୁନି। କିନ୍ତୁ ଭିତରେ ଆନନ୍ଦ ଭିତରେ ତା ଭିତରକୁ ମୁଁ ଦେଖୁଥିଲି, ଏ ଆଗରୁ ତ ଏବେ କିଛି କରିପାରୁନି, କିନ୍ତୁ ମୁଁ ଦେଖିଲି ଆନନ୍ଦ ଭିତରେ ବହୁତ କିଛି ନୂଆ ଜିନିଷ ମନ ଭିତରକୁ ଆସେ, ଯାହାକି ମୁଁ ବହୁତ ଆଗରୁ ଗୁରୁକୁଳରେ ଦେଖେ ଟିସିସି ମଧ୍ୟ ଧ୍ୟାନ କରୁଛନ୍ତି, ଏବଂ ସେ ଯୋଉ କହନ୍ତି, ସେ କହନ୍ତି ତାଙ୍କର ଭାଷା ସେ ନୁହେଁ, ସେ ସବୁ ଉପର ବାଲାର ଭାଷା। ତେଣୁ ମୁଁ ସେଟାକୁ ମଧ୍ୟ କିଛି ପରିମାଣରେ ଅନୁଭବ କରୁଛି। ଆଉ ଇନ୍ଦୁ ମ୍ୟାଡାମଙ୍କର ଯୋଉ ହୃଦୟସ୍ପର୍ଶୀ ୱାର୍ଡ, ଯୋଉ ଭାଷା, ଶାନ୍ତଶୀଳ ଭାଷା, ଆଉ ତାଙ୍କର ଧ୍ୟାନର ତରିକା, ଆଉ ତା ସହିତ ମୁଁ ବି ଦେଖିଛି ଆମର ପିଏମସି ହିନ୍ଦୀର କେତେଗୁଡେ ଦେଖିଛି ମଝିରେ ମଝିରେ, ତାକୁ ଆମକୁ ବହୁତ ଆଗକୁ ନେଇପାରିବ। ଆମ ବିଚାର ଶକ୍ତିଟାକୁ ଯୋଉ ଲୋପ ହେଇଯାଏ, କିଛି ସମୟ ପରେ ଆମେ ଜଞ୍ଜାଳ ଭିତରେ ପଡିଯାଉ, ସେଟାକୁ ଆମ ସହିତ ଜାଗ୍ରତ ହେଇ ରହେନି, କିନ୍ତୁ ଧ୍ୟାନ କରିବା ଦ୍ୱାରା ବାର ବାର ସେ ଆମ ଶକ୍ତି ଭିତରେ ସେ ଜାଗ୍ରତ ହେଇଯାଏ। ମୁଁ ଅନୁଭବ ମୋର ଏଇଆ। ଆଉ ମୁଁ ବି ନିଜେ ଆଜି କିଛି ନିଜକୁ ନିଜେ ବି ଭଲ ଫିଲ୍ କଲି ସେଟା। ଆଉ ମୁଁ ଏତିକି କହୁଛି, ରହୁଛି ସାର୍, ନମସ୍କାର। ଓଭର ଟୁ ସତୋଷ ସାର୍। ଓକେ, ବହୁତ 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 ଧନ୍ୟବାଦ। ଆ, ଆଜିର ହୋମୱାର୍କ କଣ? ଆଜିର ହୋମୱାର୍କ ହଉଛି ଏଇଆ ଯେ ଆମେ ଯୋଉ ସାଥୀମାନଙ୍କୁ ଜାଣିଛେ, ଆରସିଏମ ରେ ଜଏନ୍ କରନ୍ତୁ ବା ନ କରନ୍ତୁ, ତ ସେମାନଙ୍କୁ ଆଜିର ଗୁରୁକୁଳର ଲିଙ୍କ ଆମେ ପଠେଇକି
प्रत्येक दिन ये जो गुरुकुल ले एते बढ़िया बढ़िया कथा स्वास्थ्य क्रांति अभियान रे आमे जो आगु को बढ़ुचे 2026 26 को आमे स्वास्थ्य क्रांति वर्ष हिसाब रे आमे नैचे 100% ग्रोथ करिवार वर्ष हिसाब रे आमे नैचे तो आजी से कथा को लोकलोचन को आनिया पाई लोकमानक पाखକୁ पहुंचाइबा पाई आम नियर डियर मानकु जणैबा पाई आजिर गुरुकुल को आमे समस्तଙ୍କୁ पठेଇବା द्वारा कौन हब ना गोटे समय थिला व्हाट्सएप रे जहाँ आସୁଥିଲା ଲୋକମାନେ ଦେଖୁଥିଲେ କିନ୍ତୁ ଆଜିକାଲି ଆଉ ଦେଖୁନାହାନ୍ତି ତ ସେମାନେ କଣ ହଉଛି ନା ହ୍ୱାଟ୍ସଆପ କୁ ଇଗ୍ନୋର କରିଦଉଛନ୍ତି କେହି କେହି ଡିଲିଟ ବି ମାରି ଦଉଛନ୍ତି ତ ତାଙ୍କୁ ଯଦି ତାଙ୍କ ଜୀବନରେ ଆମେ ଆନନ୍ଦ ଆଣିବା ପାଇଁ ଚେଷ୍ଟା କରୁଛେ ତ ସେମାନଙ୍କୁ ଯଦି ଆମେ ପଠେଇବା ତାଙ୍କୁ ପଠେଇବା ଲିଙ୍କ ପଠେଇବା ତାଙ୍କୁ କହିବା ଦେଖନ୍ତୁ ଇଏ ଗୋଟେ ବହୁତ ବଢିଆ ଆନନ୍ଦ ଇଏ ଆସୁଛି ପ୍ରତ୍ୟେକ ଦିନ ସକାଳୁ ହଉଛି ତ ଆମେ ଯଦି ତାଙ୍କୁ ପଠେଇବା ତାହେଲେ ସେମାନେ ବି ଅନୁଭବ କରିପାରିବେ ତ ଆମ ଭିତରେ ନର୍ମଦା ମ୍ୟାଡାମ ଅଛନ୍ତି ମ୍ୟାଡାମ ଆଜି କଣ ଆନନ୍ଦ ପାଇଲେ ଧ୍ୟାନ ଦ୍ଵାରା ଅନମ୍ୟୁଟ କରନ୍ତୁ ମ୍ୟାଡାମ ଆଜ୍ଞା କୁହନ୍ତୁ ହଁ ସାର୍ ନମସ୍କାର। ଆଉ ଧ୍ୟାନ ତ କରୁଛି, ଯେତେବେଳେ ଧ୍ୟାନରେ ବସୁଛି ସେତେବେଳେ ମୁଣ୍ଡ ଭିତରେ ବହୁତ ପ୍ରକାର ଆଜେ ବାଜେ ଚିନ୍ତା ସବୁ ମନ ଭିତରକୁ ପଶି ଆସୁଛି। ମୁଁ ସେଟାକୁ ଯେତେ ବି ଆଭଏଡ କରୁଛି ତ ଚେଷ୍ଟା କରୁଛି ଆଭଏଡ କରୁଛି, ଧ୍ୟାନରେ ମନଟାକୁ ସ୍ଥିରତା ରଖିବା ପାଇଁ ବି ଇଏ କରୁଛି। ତା ସତ୍ତ୍ୱେ ବି ମନ ଭିତରେ ଆଡୁ ସାଡୁ ଖାଲି କେତେ ଗୋଟେ ବାଜେ ଚିନ୍ତା ପଶି ଆସୁଛି। ଏମିତି ମୋର 2-3 ଥର ହେଲାଣି, କିନ୍ତୁ ଆଜି ଯୋଉ ଧ୍ୟାନଟା ମୁଁ କଲି ଆଜି ଟିକେ କମ ଅଛି। ଆଉ ଏଇଟା ବି ଆମେ ଜାଣିଛୁ ଯେ ଧ୍ୟାନ କରିବା ଦ୍ୱାରା ମନର ସ୍ଥିରତା ଆସେ, ଗୋଟେ ମନ ଭିତରେ ଗୋଟେ ଶକ୍ତି ଗୋଟେ ଆସେ, ଯୋଉଟା କି ତମକୁ ମାନେ ଯାହା ବି ଗୋଟେ କରିବା ଗୋଟେ ଗୋଟେ ପ୍ରେରଣା ଯୋଗାଏ। ଆଉ ସେଇଟା ହିଁ ଧ୍ୟାନ ଦ୍ୱାରା ଜଣା ପଡେ। ଆଉ ଯୋଗ ତ ମୁଁ ତ ଏମିତି ସବୁବେଳେ ୱାକ୍ କରେ, ତା ଛଡା ସାଡୁ ଆସିକି ଟିକେ ହାଲକା ଟିକେ ଯୋଗ ବି କରେ। ଅତି ମାନେ କଷ୍ଟ ଯୋଗଟା ମୁଁ କରିପାରେନି, ଯେହେତୁ ମୋ ସବୁ ପ୍ରୋବ୍ଲେମ ଅଛି ମୁଁ କରିପାରେନି, କିନ୍ତୁ ମୁଁ ହାଲକା ହାଲକା ଯୋଗ ଟିକେ ନାକୁ କରେ। ଆଉ ଏମିତି ଦେହକୁ ଫିଟ ରଖିବା ପାଇଁ ଏଇସବୁ ଜିନିଷ କରୁଛି ଆଉ କଣ। ଆଜ୍ଞା। ନିହାତି ନିହାତି ଦରକାର ତ ଆମେ ଆମେ ଯୋଉ ଆନନ୍ଦ ପାଇଲେ ସେ ଆନନ୍ଦକୁ ଆଜି ଆମେ ଆମ ଯେତେ ଲୋକଙ୍କୁ ଆମେ ଏଇ ଯୋଉ ଲିଙ୍କକୁ ପଠେଇ ଦେଇ ପାରିବା ନିଜର ଭାଇ ଆଜ୍ଞା ହୁଅନ୍ତୁ ନିଜର ରିଲେଟିଭ ହୁଅନ୍ତୁ ଆଜି ଏଇ ଯୋଉ ଗୁରୁକୁଳର ଲିଙ୍କକୁ ଆମେ ପଠେଇ ଦେଇ ପାରିବା ଆ, ଆଜି ମ୍ୟାଡାମଙ୍କର ଏତେ ବଢିଆ ଧ୍ୟାନ ବିଷୟରେ ଏତେ ବଢିଆ ଆମକୁ ମେଡିଟେସନ ଶିଖେଇଲେ ତ ସମସ୍ତେ ଜାଣିବେ ଯେ ଏମିତି ଗୋଟେ ଗୁରୁକୁଳ ହଉଛି ଆରସିଏମ ରେ ଆରସିଏମ କେବଳ ଯେ ଆମେ ବ୍ୟବସାୟ କରୁଛେ ବା ନେଟୱାର୍କ କରୁଛେ ସେ ନୁହେଁ ଆମେ ଆରସିଏମ ଏଥିପାଇଁ କରୁଛେ ଜୀବନର ସର୍ବାଙ୍ଗୀନ ଉନ୍ନତି ପାଇବା ପାଇଁ ଆମ ସେଇ ଆନନ୍ଦ ପାଇବା ପାଇଁ ସେଇ ଉର୍ଜା ପାଇବା ପାଇଁ କିଛି ଆଗକୁ ବଢିବା ପାଇଁ ଶକ୍ତି ଯୋଉ ଆମକୁ ଦରକାର ତ ହେଇପାରିବ ଆଉ ବାକି ରହିଲା ଯେ ଆ, ଯୋଉ ମନ ଭିତରେ କିଛି ନା କିଛି କେତେବେଳେ ନା କେତେବେଳେ ଆସୁଛି ତ ଇଏ ଆସିବନି ରେଗୁଲାର ଯେମିତି ଆପଣ କହିଲେ ନା ଆଜି ଟିକେ କମ ଆସିଲା ଧୀରେ ଧୀରେ ଦେଖିବେ ଯେ କିଛି ଆସିବ ଇଏ ଅଭ୍ୟାସ ଦ୍ୱାରା ସବୁ କିଛି ହେଇଯାଇ ପାରିବ ଓକେ ଲାଷ୍ଟରେ ମିନତି ମ୍ୟାଡାମ ଆଜି କଣ ଆନନ୍ଦ ପାଇଲେ ଧ୍ୟାନ ଦ୍ୱାରା ଅନମିଟ ଅନମିଟ କରନ୍ତୁ ଆଜ୍ଞା ମିନତି ମ୍ୟାଡାମ ଓକେ ଠିକ ଅଛି ବହୁତ ବଢିଆ କଥା ଆମେ ବହୁତ ସାରା ଆନନ୍ଦ ଆମେ ପାଇଲେ ଆଜି ଧ୍ୟାନ ଯୋଗ ଦ୍ୱାରା ମୁଁ ତ କହିବି ଯେ ଆଉ ମାତ୍ର 4 ଦିନ ଆମ ହାତରେ ସମୟ ରହିଲା କ୍ଲୋଜିଂକୁ ବହୁତ ବଢିଆ ଭାବରେ ଆମେ କରିବା ତାକି ଆମେ ସର୍ବାଙ୍ଗୀନ ଉନ୍ନତି ଆମେ କରିପାରିବା ତ ଆମେ ସାରଙ୍କଠୁ ଆଜି କିଛି ଶୁଣିବା ସାର୍ ପ୍ଲିଜ ୱେଲକମ୍ ହଁ ନମସ୍କାର ନମସ୍କାର ନମସ୍କାର, ବହୁତ ବହୁତ ଧନ୍ୟବାଦ। ଗୁଡ ମର୍ଣ୍ଣିଂ, ଜୟ ଆରସିଏମ। ମନର ସ୍ଥିରତା ହଉଛି ଆମର ସଫଳତାର ଚାବିକାଠି। ସେଥିପାଇଁ ଆମର ପ୍ରତି ସପ୍ତାହରେ ମେଡିଟେସନ ପ୍ରୋଗ୍ରାମ ହଉଛି, ଆପଣ ମାନେ ସବୁ ବୁଝିପାରୁଛନ୍ତି। ମନ ହଉଛି ସବୁ, ଏ ଆରସିଏମ ବିଜନେସ ବୁଦ୍ଧିରେ ଚାଲେନି, ମନ ଯାରେ ହିଁ ଚାଲେ। ଆରସିଏମ ବିଜନେସ ବା ଆରସିଏମ ର ଅଭିଯାନ ସେଇମାନେ ବେଶୀ ଭଲ କରିପାରନ୍ତି ଯାହାର ମନ ସ୍ଥିର ଥାଏ, ମନକୁ ଏକାଗ୍ରତା କରି ଫୋକସ କରିପାରନ୍ତି,
आरसीएम अभियान काम आरसीएम रो केमती भाବରେ डेवलपमेंट हम केमती भाବରେ आगକୁ बढ़िवा केमती भाବରେ लोकଙ୍କୁ सहयोग करवा ये सब मन उपर निर्भर करे मन जदि हम तो हम मन जदि न हम तो हबनी तेणुकरी प्रतिदिन आम जदि गोटे पिलाटे प्रथमे कहला जे सी मेडिटेशन करने द्वारा तार पढ़ा पढ़ी सी केते भल कला सी तार अनुभूति कहला आपण माने शुणिथिबे से प्रथमे सेकेंड थर्ड होतला किंतु मेडिटेशन अभ्यास कला परे सी फास्ट हला तो ये मन स्थिर करिले ही सब काम हो पारिबो स्वामी विवेकानंद भी कथा कहते एजुकेशन माने होची मन स्थिर करिवा कंसंट्रेशन जदि आसीगला ताले सब भल हो पारिबो तेणु आमे गोटे काम जदि मन स्थिर करिवा सेटा से प्रकार मानसिक अवस्था आनिया कहला हमके प्रैक्टिस करिया पड़ियो तेणु प्रतिदिन सकाळे साधारणतः 20 मिनिट मेडिटेशन में बसिवा मन स्थिर करिवा आउ मेडिटेशन बसला बेलू तो सब प्रकार इे सियाड़े मुंडे आसो से जमा चिंता करवा नहीं ये मेडिटेशन प्रथम सूत्र से जमा टेंशन मैंने सी आसो जमीका अंधार कथा भावी जदि ताले अंधार रही अंधार को आड़े कौन अंधार चली कि तो आलुओ टे जलिया पड़ो तेणु पॉजिटिव कथा भावुवे सी मझे मझे सेमती प्राक्ट कर सी हुए जहाँ मु पिला आमर जोग गुरु सब शिखुला स्कूल करियर सब ज्ञान टे आम सब मेडिटेशन बस पॉजिटिव कथा भाई आमर बहुत दिन अभ्यास बदभ्यास जोगु सी कौन हम ना नेगेटिव कथा सब आमको अटैक कर दूरी आमको प्रतिदिन प्राक्ट करा पड़ो सब प्राक्ट मेक्स परफेक्ट क्लोजिंग आउ 4 दिन रहा तेणु क्लोजिंग रोटे सूत्र हूँ जे जिते लोक सहित आम टीम सहित क्लोज हवा से आमर क्लोजिंग भल हम ये यही सूत्र आपड़ जदि फोकस करेंगे मन स्थिर करेंगे ताले क्लोजिंग बहुत बड़ा हम भल हम जिते आम लोक क्लोज हवा घनिष्ठता हवा सहित संपर्क करवा प्रतिदिन फोन करवा काउनसिलिंग करवा तापर ए लेग बी लेग रे आपण देखिए जे आपणकर टीम रे को माने गत मासरे कौन करथिले ताकू पुणी एनकरेज करवा किए 800 पीवी करछि ताकू केमती 1000 पीवी करवा किए कंसिस्टेंसी कमी जाउछि जानि पारु नांती एमती बहुत हुए कंसिस्टेंसी जानि पारंती डायमंड क्लब रो मध्य कमी जाए जानि पारु नांती अनेक लोक तो देखंतु जो माने समस्त गुरुकुल रे बसछन्ती कि अच्छे आपण मैंने संपर्क से अलर्ट अच्छा अनेक लोक आप टीम अच्छे जो मैंने अलर्ट रोना से कम व्यस्त रोच अन्य कम व्यस्त रोच मनटा स्थिर होनी आरसीएम प्रति तेणु से आम कर्तव्य हूँ अलर्ट करदेवा जे क्लोजिंग अच्छी तुम आउ मोटिवेशन करें अनेक लोक मोटिवेशन करें आप कहे सी मनकर 100 पीवी कि 200 पीवी घरे 2000 2500 टंकार खर्च हो 2-3 जन थे तुम मासक 3-4 हजार टंका खर्च हो बाहर जिन कि तेणु ये जगह बर्तमान मोटिवेशन कर अधिका कि पारे अभ्यास करें कारण आरसीएम सिस्टम अभियान प्रथम रूल हूँ जे दुकान बदलवा आम जदि दुकान न बदलवा आम आरसीएम सब जिन मिलूँ केते जिन को छाड़ी चीनी फिनी ये सब केते जिन छाड़देला आरसीएम सब मिलूँ तो जदि आमर घर खर्च आम बजार रू किणवा आरसीएम करवा ताले आम भूल काम करुचे तेणु दुकान बदलवा प्रथम काम तेणु से आरसीएम सब प्रोडक्ट जोटा आरसीएम मिलूनी से बजार रू किणवे यही प्रकार आम लोक सहित काउनसिलिंग करिपरिबा तो आपण माने आरती मैडम टीम रे तो प्राय समस्त लेडीज अच्छी प्रवीणा मैडम नर्मदा मैडम मिनती मैडम समस्त लेडीज अच्छे समस्त बुझिया सुझिया समस्त जिते जन लेडीज अच्छा आपणकर टीम रे मैडम समस्त लीडरशिप क्वालिटी भल अच्छी विचार बुद्धि आरसीएम विषय रे भल डेवलपमेंट करिछि तेणु आपण मानेकर केते थर कही एबे भी मन रखु जो गोटे बेले जो आम अपराजिता प्रोग्राम होची आपण माने देखिया चेष्टा करंतु मु तार यूट्यूब रो वीडियो थर थर पठाऊची यूट्यूब रे आपण बीसी छाबरा जी लिखिदेले अपराजिता लिखिदेले सी सब बाहरी पड़ो ना मु पठे दूची तेणु यूट्यूब रे देखंतु जदि पुराना पूर्व
ପ୍ରୋଗ୍ରାମ ଗୁଡା ମଧ୍ୟ ଦେଖନ୍ତୁ, ସେଥିରେ କେବଳ ମହିଳା ମାନେ ବସୁଛନ୍ତି, ବହୁତ ମହିଳା ବସୁଛନ୍ତି। ଆଉ ସେଥିରେ ଆପଣଙ୍କ ମାନେ ବହୁତ କିଛି ଜାଣିପାରିବେ ଯେ ଆଉ ମତେ କଣ କରିବା ଦରକାର, ଆପଣ ମାନଙ୍କ ଭିତରେ ଆହୁରି ମଧ୍ୟ ବହୁତ ପରିବର୍ତ୍ତନ ଆସିବ। ତା ଛଡା ଦ୍ୱିତୀୟ ତାପର କଥା ହଉଛି ଦେଖନ୍ତୁ, ଇଏ ଗୋଟେ ଆଟେଣ୍ଡ କରନ୍ତୁ, ଗୋଟେ ବେଳେ ପ୍ରୋଗ୍ରାମକୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ, ନହେଲେ ତାର ଭିଡିଓ ବି ଦେଖନ୍ତୁ। ଆଉ ଆପଣଙ୍କର ଟିମ ରେ ମଧ୍ୟ ସମସ୍ତଙ୍କୁ ମଧ୍ୟ ଏଇ କଥା କହନ୍ତୁ, ତାକୁ ଡାକନ୍ତୁ ଗୋଟେ ବେଳେ ବସିବା ପାଇଁ। ସେଇଟାକୁ ଆପଣ ମାନେ ଯଦି ଅନ୍ୟମାନଙ୍କୁ କହି କିମ୍ବା ତାଙ୍କୁ ଭିଡିଓ ପଠେଇ ସେ ବିଷୟରେ ଯଦି ଟିକେ ଇଣ୍ଟରେଷ୍ଟ ନେବେ, ତାହେଲେ ଦେଖିବେ ଆପଣମାନଙ୍କ ଭିତରେ ବହୁତ ମଧ୍ୟ ଆହୁରି ଅନେକ କଥା, ଭଲ ଭଲ କଥା ଜାଣିବେ। କାରଣ ଆମର ଆଲୋଚନା ଯୋଉ ହଉଛି, ତାଠୁ ଲେଡିଜ ମାନେ ଯେତେବେଳେ ଅନେକ କିଛି ତାଙ୍କର ଆଲୋଚନା ହଉଥିବ, ସେତେବେଳେ ଆପଣ ମାନେ ବୁଝିପାରିବେ ଯେ ଆହୁରି କଣ ମତେ କରିବାକୁ ପଡିବ। ଆଉ ଗୋଟେ କଥା ଦେଖନ୍ତୁ, ଆପଣ ମାନେ ଯେତେ ଆଗ୍ରହ ଉତ୍ସାହ ଥିଲେ ମଧ୍ୟ ଆପଣଙ୍କର ପ୍ରତ୍ୟେକ ବ୍ୟକ୍ତିର ସୀମିତ କାର୍ଯ୍ୟ କ୍ଷମତା। ମୁଁ ଯେତେବେଳେ ଆରମ୍ଭ କରିଥିଲି, ମୋର କଣ ମୁଁ ବହୁତ କିଛି କାର୍ଯ୍ୟକ୍ଷମତା ମୋର ବହୁତ ଥିଲା, ତାହା ନୁହେଁ। ଏଇ ହେଉଛି ଆରସିଏମ ର ଚମତ୍କାରିତା ଗୁଣ, ଯେ ଆମର ସୀମିତ କାର୍ଯ୍ୟକ୍ଷମତା ଯୋଗୁ ଆମେ କଣ କରିବା ନା ଟିମ୍ ତିଆରି କରିବା। ଆମଠୁ ଅଧିକା କାମ କରିବା କ୍ଷମତା ଲୋକ ଅଛନ୍ତି, ଆପଣ ମାନଙ୍କଠୁ ଅଧିକା ଏମିତି ଲେଡିଜ ଅଛନ୍ତି, ସେମାନେ ବହୁତ କାର୍ଯ୍ୟକ୍ଷମତା ଅଛି। ତେଣୁ ଯେତେ କାର୍ଯ୍ୟକ୍ଷମତା, ଯେତେ ସେମାନଙ୍କୁ ଆପଣଙ୍କ ସହିତ ଆଟାଚ କରନ୍ତୁ। ତେଣୁ ଆପଣଙ୍କର ଯୋଉ ଲିମିଟେଡ ବା ସୀମିତ କାର୍ଯ୍ୟକ୍ଷମତା ବଢିଯିବ, ଅନ୍ୟମାନଙ୍କ ମାଧ୍ୟମରେ ବଢିଯିବ। ଆପଣଙ୍କର ଯଦି 10% ଥିବ, ଆଉ ଆପଣଙ୍କ ସହିତ 10 ଜଣ ଅଛନ୍ତି, କାହାର 15%, 25%, 30%। ତେଣୁ ଏଇ ହଉଛି ଆରସିଏମ ର ଚମତ୍କାରିତା, ଟିମ ୱାର୍କ ଗୋଟେ ହବ। ସେଥିରେ ଯୋଉମାନେ ମୁଁ ଯେତେ ଆରମ୍ଭ କରିଥିଲି, ମାନେ ମୋର ଟିମରେ ଯୋଉମାନେ ଥିଲେ ସମସ୍ତେ ମୋଠୁ ବହୁତ କାର୍ଯ୍ୟକ୍ଷମତା ଅଧିକା ଥିଲା। ଅନେକ ଲୋକଙ୍କର ମୋଠୁ ଅଧିକା କାର୍ଯ୍ୟକ୍ଷମତା ଥିଲା, ଅଧିକା ସେମାନେ କାମ କରିପାରୁଥିଲେ, ଅଧିକା ତାଙ୍କର ଲିଡରସିପ କ୍ୱାଲିଟି ଭଲ ଥିଲା। ତେଣୁକରି ବିଜନେସ ମୋର ବଡ ଥିଲା। ମୋର କଣ ଏକୁଟିଆ ମୁଁ ଏଗୁଡା କରି ପକେଇଲି କି? ତେଣୁ ଆମେ ତ ଏକୁଟିଆ ଇଏ ବିଜନେସ ଅଭିଯାନ ଏକୁଟିଆ ହୁଏନି, ଏକୁଟିଆ ହୁଏନି। ତେଣୁ ଆପଣ ସେଇଭଳି ଲୋକଙ୍କୁ ଆଣନ୍ତୁ, ତାହେଲେ ଆପଣଙ୍କର ଶକ୍ତି ବଢିବ। ଶକ୍ତି ବଢିବ ଯଦି ଆପଣ ସେଇଭଳି ଲୋକଙ୍କୁ ସାଙ୍ଗରେ ଆଣିବେ, ତାହେଲେ ଆପଣଙ୍କ ଶକ୍ତି ବଢିବ। ତେଣୁ ଆପଣ ଜେଣ୍ଟସ ମାନଙ୍କୁ ମଧ୍ୟ ଆଣିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କର ରିଲେଟିଭ ଜେଣ୍ଟସ ମାନଙ୍କୁ, ଆପଣଙ୍କର ଭାଇ, ଆପଣଙ୍କର କକା, ଆପଣଙ୍କର ମାମୁଁ, ଆପଣଙ୍କର ପୁତୁରା, ସେମାନଙ୍କୁ ମଧ୍ୟ ଆଣନ୍ତୁ। ସେମାନଙ୍କୁ ଏ ସିଷ୍ଟମ, ଏ ଅଭିଯାନର ଯୋଉ ବିଷୟରେ କହନ୍ତୁ। ତା ଛଡା ସେମାନଙ୍କୁ ଶତପଥୀ ସାରଙ୍କ ସହିତ କାଉନସିଲିଂ କରାନ୍ତୁ, ମୋ ସହିତ ବି କାଉନସିଲିଂ କରନ୍ତୁ। ଥରେ ଥରେ ତାଙ୍କୁ ଗୋଟେ ଗୋଟେ ପ୍ରୋଗ୍ରାମ ମଧ୍ୟରେ ଆଟାଚ କରନ୍ତୁ, ତାହେଲେ ଦେଖିବେ ଆପଣଙ୍କର ପରିସର ବଢିବ। ପରିସର ବଢିବା ହଉଛି ଆମର କାମ। ପରିସର ଯଦି ନ ବଢି ପାରିବ, ତାହେଲେ ଆମେ ଲିମିଟେଡ ଭିତରେ ରହିକି ଆପଣଙ୍କର ଦିନ କଟିଯିବ। ଯଦି ମନ ବଡ ଅଛି ଯେ ଆମେ ବଡ ଆକାରରେ କରିବା ବୋଲି, ତାର ଉପାୟ ହଉଛି କଣ, ନିଜର ପରିସର ବଢେଇବା। ପରିସର ବଢେଇବା ପାଇଁ ମାନେ ବହୁତ ଲୋକଙ୍କ ସହିତ ମିଶିବା, ବହୁତ ଲୋକଙ୍କୁ ଆଟାଚ କରିବା। ଆଟାଚ କରିବା ମାନେ ଆମେ ତାଙ୍କୁ ଜ୍ଞାନ ଦେବାର କ୍ଷମତା ଆମର ନାହିଁ, ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ। ମୋର ଯେତେବେଳେ ଆରମ୍ଭ କରିଥିଲି, ମୋର କଣ ଜ୍ଞାନ ଦେବା କ୍ଷମତା ଥିଲା? ମୁଁ ସବୁ ସଞ୍ଜୀବ ସାରଙ୍କ ସହିତ ଆଟାଚମେଣ୍ଟ କରିଦିଏ। ମୁଁ ଯେତିକି ଜାଣେ କହିକିରି ସଞ୍ଜୀବ ସାରଙ୍କ ସହିତ ଆଟାଚ କରିଦିଏ, ସିଏ ତାଙ୍କୁ ବୁଝାନ୍ତି। ତେଣୁ ବର୍ତ୍ତମାନ ଆପଣ ମାନେ ଯଦି ତାଙ୍କୁ ଆଣିକିରି ଶତପଥୀ ସାରଙ୍କ ସହିତ ଆଟାଚମେଣ୍ଟ କରିଦେବେ, ମୋ ସହିତ ବି କାଉନସିଲିଂ କରିବେ, ପ୍ରୋଗ୍ରାମରେ ବସିବେ, ତାହେଲେ ଆମେ ତାଙ୍କୁ ମଧ୍ୟ ଠିକ ରାସ୍ତାରେ ଆଗେଇ ଦେବା ପାଇଁ ଚେଷ୍ଟା କରିବୁ। ଏଇ ହଉଛି କଥା। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ଗୋଟେ ବେଳେ ପ୍ରୋଗ୍ରାମ ଆଟେଣ୍ଡ କରିବା ପାଇଁ, ଜେଣ୍ଟସ ମାନଙ୍କୁ ଆଣିବାକୁ ଚେଷ୍ଟା କରନ୍ତୁ। କ୍ଲୋଜିଂ ପାଇଁ ମଧ୍ୟ ଜୋରଦାର କରି ଲାଗି ଯାଆନ୍ତୁ, ଆଉ ନିଜର ଟିମକୁ ସମସ୍ତଙ୍କର କାଉନସିଲିଂ କରନ୍ତୁ। ଥ୍ୟାଙ୍କ୍ସ, ବହୁତ ବହୁତ ଧନ୍ୟବାଦ। ବହୁତ ସତୁଦେବ। ଓକେ ସାର୍, ବହୁତ ବହୁତ ଧନ୍ୟବାଦ। ଠିକ କଥା ସାର୍, ଆପଣ କହିଲେ କି ଆମେ ସବୁ କିଛି କରୁଥିବା, ଯଦି ରେଜଲ୍ଟ ଆମକୁ ନଥିବ, ତାହେଲେ ସେ କିଛି ବି କାମ ଆମ ନୁହେଁ। ଟିମରେ ତ ଜେଣ୍ଟସ ଅଛନ୍ତି ଖୋର୍ଦ୍ଧାରେ ଏତେ। ମୃତ୍ୟୁଞ୍ଜୟ ହଁ, ମହାପାତ୍ର ମୋ ଭାଇ ଯେ, ସିଏ ଜେଣ୍ଟସ। ତାପରେ ତାଙ୍କୁ ମୋହନ ମଧ୍ୟ ବାବୁ ଡେଭଲପମେଣ୍ଟ କରିବା। ସୁପର ଜେଣ୍ଟସ। ଲେଖା ବି ଅଛନ୍ତି, ବହୁତ ଜେଣ୍ଟସ ଅଛନ୍ତି, କିନ୍ତୁ ସେମାନେ ଏତେ ଆକ୍ଟିଭ ହଉନାହାନ୍ତି। ଆକ୍ଟିଭ ସେମାନେ, ଦୁର୍ଗା ନାଇଁ ନାଇଁ, ସେ କଥା ଜମା ମନକୁ ଆଣନ୍ତୁନି ଯେ ସେମାନେ ହଉନାହାନ୍ତି। ଇଏ ହଉଛି ଆମର ଭୁଲ କନସେପ୍ଟ ଟାକୁ ମନରୁ ଦୂରେଇ ଦିଅନ୍ତୁ। ଯେ କେତେଟା କଥା, ଲୋକେ କିଣୁଥିଲେ କିଣୁନାହାନ୍ତି, ଲୋକଙ୍କୁ ଡାକିଲେ ଲୋକେ ଆସୁନାହାନ୍ତି, ସେମାନେ ଆକ୍ଟିଭ ହଉନାହାନ୍ତି, ଏ ସବୁ ଆମ ମନର ଭୁଲ ଧାରଣା। ଭୁଲ ହଉଛି ଲିଡରଙ୍କ ପାଖରେ, ଯେ ସିଏ କରି ପାରୁନାହାନ୍ତି। ଆମର କାମ କଣ, କରନା କରବା ନା। ଆମର କାମ ହଉଛି କରିବା, ତାଙ୍କୁ ଆକ୍ଟିଂ କରିବା, ତାଙ୍କୁ ରେଗୁଲାର କିଣେଇବା, ତାଙ୍କୁ ମିଟିଂ ରେ ବସେଇବା। ଇଏ କାମ ହଉଛି ଲିଡରର। ନାଇଁ ଲିଡରର ବହୁତ, ଯଦି ୱିକ୍, ସେ ନାଇଁ ବିଭିନ୍ନ ଫଲୋ ପ୍ରକାର ଆମେ କରୁଛୁ। ଫଲୋ ଶୁଣନ୍ତୁ, ଇଏ କଣ ହୁଏ
ବିଭିନ୍ନ ଉପାୟ ତିଆରି କରାଯାଏ। ଏଇ ପ୍ରକାର ବ୍ୟକ୍ତି ସହିତ ଇଣ୍ଟରାକ୍ସନ କଲେ ସିଏ ହଉନି, ଆଉ କଣ କରାଯିବ? ନିଜର ଅଫଲାଇନ ସହିତ କାଉନସିଲିଂ କରିବାକୁ ପଡିବ। ମୋ ଦ୍ଵାରା ଲୋକଙ୍କୁ ଡାକି କହିକିରି ଜମା ହଉନଥିଲେ। ମୁଁ ସଞ୍ଜୀବ ସାର୍ଙ୍କ ସହିତ କାଉନସିଲିଂ କରେଇଲି, ତାପରେ ଆଉ କଣ କହିଲେ ସେମାନେ ହେବେ ତା ବି କରିବି, ଏମିତି ହୁଏ। ତାପରେ ଆଉ ଗୋଟେ କଥା ହୁଏ, ସେଇ ବ୍ୟକ୍ତି ଉପରେ ଯଦି ଆମେ ଫୋକସ କରିବା ସେ ବ୍ୟକ୍ତି ମଧ୍ୟ ନେଗେଟିଭ ହେଇଯାଏ। ତେଣୁ ଆମେ ଆହୁରି ବ୍ୟକ୍ତି ଗୋଟିଏ ଦୁଇଟି ପାଞ୍ଚଟି ଲୋକଙ୍କ ସହିତ ଯଦି ଫୋକସ କରିବା, ସେଇ 5 ଜଣ ହେବେ ତ ଆମେ ହିଁ ତ ସବୁ ତାହେଲେ। ଆଉ ତେଣୁ ଆଉ କିଛି ଜଣଙ୍କ ସହିତ ସମ୍ପର୍କ କରୁଥିବେ, ଇଏ ନମ୍ବରର ଗେମ୍ ଇଏ। ତେଣୁ ଯେତେବେଳେ ମୁଁ ଏ କଥା ଦେଖିଛି, ଯେତେବେଳେ ମନେକୁ 2-4 ଜଣଙ୍କୁ ବହୁତ କହିଲି ତାଙ୍କୁ, ସେମାନେ ସଞ୍ଜୀବ ଜି କହିଲେ ଯେ ଆହୁରି ଲୋକଙ୍କ ସହିତ ମିଶନ୍ତୁ। ଯେତେବେଳେ ଆହୁରି ଲୋକଙ୍କ ସହିତ ମିଶିବା ଆରମ୍ଭ କଲି, ଯୋଉ ଲୋକମାନଙ୍କୁ ଡାକୁଥିଲି, କହୁଥିଲି, ବୁଝଉଥିଲି, ଶୁଣୁନଥିଲେ, ସେମାନେ ଦେଖିଲେ ଆରେ ସେ ଆମେ କଣ ଅନ୍ୟାନ୍ୟ ଲୋକଙ୍କ ସହିତ ମିଶିଲାଣି, ସେମାନେ କଣ ଆସିଲାଣି, ସେମାନେ ଅଟୋମେଟିକଲି ଆଟାଚମେଣ୍ଟ କଲେ। ଇଏ ହଉଛି ହ୍ୟୁମାନ ସାଇକୋଲୋଜି। ତେଣୁ ଆପଣ ଆମେ ଯଦି ସଞ୍ଜୀବ 2-4 ଜଣ ଆପଣ ସଞ୍ଜୀବ ସାର୍ଙ୍କ ସାଙ୍ଗରେ କାଉନସେଲିଂ କରନ୍ତୁ। ସମ୍ବଲପୁରରେ ମୁଁ ଏମିତି ଅପରଚୁନିଟି ହଉଛି ଯେ ମୁଁ ନେଇକି ତାଙ୍କୁ ଦେଖେଇ ପାରୁଛି। ହଁ 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 ସେଇଭଳି ଆପଣ ସମ୍ବଲପୁରରେ ଯଦି ଆପଣ ତ ଅଛନ୍ତି, ସେମାନେ ଆପଣଙ୍କୁ ଚାହୁଁଛନ୍ତି ମୁଁ କହୁଥିଲେ। ଦେଖେଇ ପାରିବି। ଆଚ୍ଛା, ସମ୍ବଲପୁରରେ ଜଣେ ମ୍ୟାଡାମ ସିଏ ଯାଇଥିଲେ ରାଉରକେଲା, ସିଏ ବର୍ତ୍ତମାନ ତାଙ୍କରି ସହିତ ଦେଖା ହେଲା ଆପଣଙ୍କର? ନାଇଁ, ସିଏ ରାଉରକେଲାରେ ଅଛନ୍ତି ଏବେ। ସେ ରାଉରକେଲା ଅଛନ୍ତି, ସେ ତ ବହୁତ ଆଗ୍ରହ ଉତ୍ସାହରେ, ସେ ବେଙ୍ଗଲୀ ନା ସେ ବେଙ୍ଗଲୀ। ନାଇଁ ନା, ସେ ବ୍ରାହ୍ମଣ। ଆଉ ଜଣେ ବେଙ୍ଗଲୀ ମ୍ୟାଡାମ ଯେମିତି ଆପଣ କଣ୍ଟାକ୍ଟ କରିଥିଲେ, ଆଉ ସେଇ ଯେ ସେ ତ ଜଏନ୍ ବହୁତ କରିଛନ୍ତି ନା। ହଁ ସିଏ ଆପଣ ସେ ରାଉରକେଲା ଯାଇଥିଲେ, ସେ ବହୁତ ଆଗ୍ରହ ଉତ୍ସାହରେ ଭୋର ଜୋରରେ ସେ ଦିଲ୍ଲୀରେ ଅଛନ୍ତି। ଇଣ୍ଟରେଷ୍ଟ ନେଇଥିଲେ। ଦିଲ୍ଲୀରେ ତାପରେ ଅଛନ୍ତି, ସେ ଡାଇମଣ୍ଡ କ୍ଲବ ତାପରେ କରିବେ। ତାପରେ ସେ ଦିଲ୍ଲୀ ଗଲେ ଭାରି, ସେ ଗୋଟେ ମିଟିଂ କରିବା ପାଇଁ ସମ୍ବଲପୁରରେ ଠିକ କରିଥିଲେ। କଣ ତାଙ୍କ ନାଁ? ସିଏ ହଉଛନ୍ତି ସେ ଆମ ବୀଣା ବୀଣା ବାପାଙ୍କର ସାଙ୍ଗ। ତାଙ୍କ ନାଁ କଣ? ତାଙ୍କ ନାଁ ଆଚ୍ଛା, ଠିକ ଅଛି। ସେଇ ମ୍ୟାଡାମକୁ ସେ ଆପଣ ତ୍ରିପାଠୀ ସମ୍ପର୍କ, ତ୍ରିପାଠୀ। ହଁ ତାଙ୍କ ସହିତ ସମ୍ପର୍କ ରଖନ୍ତୁ, ଆଉ ତାଙ୍କୁ ଏଇ ଗୁରୁକୁଳରେ ତାଙ୍କୁ ବାର କରି କୁହନ୍ତୁ, ନାଇଁ, ଆଉ ତାଙ୍କୁ ଭଲ ପ୍ରୋଗ୍ରାମ କରନ୍ତୁ। ଭଲ ପିକଅପ୍ ସେଣ୍ଟର ଏଠି କିଛି ନାହିଁ। ସମ୍ବଲପୁର ଦେବଗଡ଼ରେ ଅଛି। ସମ୍ବଲପୁରୀ ପିକଅପ୍ ସେଣ୍ଟର ପାଇଁ ଜମା ଚିନ୍ତା କରନ୍ତୁନି। ପିକଅପ୍ ସେଣ୍ଟର ସେ ଲୋକଙ୍କୁ ଆଗେ ଚାହୁଁଛନ୍ତି ତିଆରି ଦେଖିବାକୁ। ଦେଖିବାକୁ ଚାହୁଁଛନ୍ତି ତ ଭିଡିଓ ଦେଖାନ୍ତୁ, ଯଦି ନାହିଁ ତ ଭିଡିଓ ଦେଖାନ୍ତୁ। ଭିଡିଓ ଦେଖାନ୍ତୁ, ଭିଡିଓ ଦେଖାନ୍ତୁ, ଅଛି ଏଇ ଜାଗାରେ ଅଛି, ତାଙ୍କୁ କହନ୍ତୁ। ଆଉ ଯୋଉଠି ସିଏ ଦେବଗଡ଼ରେ ଅଛି। ଅଛନ୍ତି, ସାର୍, ଆଁ ଦେବଗଡ଼ରେ କୋଉଠି? ଅଛି। ଦେବଗଡ଼। ନାଇଁ ନାଇଁ, ମୁଁ ଦେଖିଲେ ହବ, ସେ ମନେ ବି ନାହିଁ ଶୁଣନ୍ତୁ କୋଉଠି କଣ ଅଛି। ସାର୍, ମୁଁ ଟିକେ ସୂତ୍ର ବତେଇ ଦଉଛି। ହୁଁ ପୁରା ଭାରତ ବର୍ଷରେ କୋଉଠି କୋଉଠି ଆମର ସେଣ୍ଟର ଅଛି, ମୋବାଇଲକୁ ଯିବା, ମୋବାଇଲରେ ମୁଁ ଜାଣିଛି। ଯୋଉ ଆରସିଏମ ର ଆପକୁ ଖୋଲିବା, ଆରସିଏମ ଆପର ରାଇଟ ସାଇଡରେ ମୁଁ ତଳେ ଜାଣିଛି। 3ଟା ଗାର ଅଛି, ମେନ୍ୟୁ ଅଛି। ସେ ମେନ୍ୟୁକୁ ଟଚ୍ କରିବା, ବାଁ ପଟରେ ଆସିବ ଡେଲିଭରି ସେଣ୍ଟର, ସେ ଡେଲିଭରି ସେଣ୍ଟରକୁ ଟଚ୍ କରିବା, ଆରସିଏମ ହିଁ କହିପାରିବେ ଯେ କୋଉଠି ଅଛି। ତ ନାଇଁ, ସେ ମନା ଆମେ କଲେ ତ ସେଇଟା ମତେ। ସେଇଟା କରିବା ଦ୍ୱାରା ଆମେ ସେଇଠି ଦେଖିଦେଇକି କହିବା ଦ୍ୱାରା ସାମ୍ନା ବାଲା ଲୋକ ଦେଖିବ ଯେ ନାଇଁ ଇଏ ସବୁ ଜାଣିଛନ୍ତି, ଇଏ ବହୁତ ଜାଣିଛନ୍ତି, ତ ଆପଣଙ୍କ ମୁଁ ଇମ୍ପୋର୍ଟାନ୍ସ ବଢିବ। ଜାଣିଛି ଏଇଟା ଯେ ତ ସେଇଟା ଜାଣିକି ଯଦି ନ କରିବା, ନ ଜାଣିବା ସାଙ୍ଗରେ ସମାନ। ମାନେ କାହିଁକି ହଉନି ସମ୍ବଲପୁରରେ ବୋଲି ତ ମନ ଦୁଃଖ ହଉଛି। ଆଚ୍ଛା, ମୁଁ ସେଇ କଥା ମନେ ପକାଉଛି, ଯେତେବେଳେ ଆମେ ନୂଆ ନୂଆ କରି ଷ୍ଟାର୍ଟ କରିଥିଲୁ, ଆରସିଏମ ଷ୍ଟାର୍ଟ କରିଥିଲୁ, 2005 ମସିହା କଥା। କୋଉଠି ଭଲ ମାନେ ପିକଅପ୍ ସେଣ୍ଟର ତ ଛାଡନ୍ତୁ, ଡିପୋର ହାଲତ ଏତେ ଖରାପ ଥିଲା। ସେତେବେଳେ ଆପଣ ଯଦି ତା ଟାଇମରେ ନ ଯିବେ, ଆଉ ତାକୁ ଯଦି ଟିକେ ମାନେ ଡରି ଡରିକି ଆମେ କଥା କହିଲା ଭଳି ଆମେ କହୁ, ଏଭଳି ସିଚୁଏସନ ଥିଲା। ଆଚ୍ଛା, ପ୍ରଡକ୍ଟ ଯଦି ସେଲ୍ ହବ, ଆମର ତ ଟର୍ନଓଭର ହବ, ଆଉ ତ ପ୍ରଡକ୍ଟ ତ ନାହିଁ, ଦବୁ କେମିତି? ତ ଲୋକଙ୍କୁ ଯଦି ଦବୁ, ତାହେଲେ ସାବୁନ ଦବୁ ମାନେ ଏକାଥରେ 6ଟା ଦବୁ, ତ ଲୋକ କେମିତି ସେ ପ୍ରକାର ସିଚୁଏସନ କଥା ଚିନ୍ତା କରନ୍ତୁ। ଆଜି ଆମେ ଯଦି କୌଣସି ଜାଗାରେ ଆମେ କୌଣସି ଆମ ସିଷ୍ଟମକୁ ଆଗକୁ ବଢେଇବାକୁ ଚାହିଁବା, ଏ ଅଭିଯାନକୁ ଆଗକୁ ବଢେଇବାକୁ ଚାହିଁବା, ପ୍ରଥମ କଥା ହଉଛି ଯେ ସେ ଲୋକମାନଙ୍କୁ ସେଇ ଧାରଣା ଦବା ଦରକାର, ଯଦି ଏ ପ୍ରଡକ୍ଟକୁ ଆମେ ନିଜେ ବ୍ୟବହାର କରିବା, ଆମ ସ୍ୱାସ୍ଥ୍ୟ ଭଲ ରହିବ। ଏଇଟା ହଉଛି ପ୍ରଥମ କଥା। ତ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଲୋକ କୋଉଠି ନା କୋଉଠି, ଦିଲ୍ଲୀରୁ ବି କୌଣସି ନା କୌଣସି ପ୍ରଡକ୍ଟ ମଗେଇକି ନେଇ ପାରୁଛନ୍ତି। ତ ଇଏ ଆମ ସ୍ୱାସ୍ଥ୍ୟ ଆମର। ତ ଆମେ ତେଲକୁ ଖାଇବା ଦ୍ୱାରା, ଯେମିତି ଚାନ୍ଦ ସାରଙ୍କ ଆମେ ଏକ୍ଜାମ୍ପଲ ଦେଖେଇବା, ସାର୍ ତେଲ
ଖାଇବା ତାଙ୍କର ସ୍ୱପ୍ନ ହେଇଯାଇଥିଲା, ପିଲାଦିନୁ ତାଙ୍କର ପେଟ ରୋଗ। ଆଜି ଆଜି ଦେଖନ୍ତୁ ତାଙ୍କର ଇଏ ତେଲ ଆସିବା ଦ୍ୱାରା ଇଏ ଗୋଟେ ଅମୃତ ହେଇଗଲା। ଆସିବା ଦ୍ୱାରା ସେ ତେଲର ଜିନିଷକୁ ସେ ସ୍ୱାଦକୁ ଏ ଜୀବନରେ ସେ ଖାଇ ପାରୁଛନ୍ତି, ଟେଷ୍ଟ କରିପାରୁଛନ୍ତି। ସେଇଟା ହଉଛି ସବୁଠୁ ବଡ କଥା। ହେଲ୍ଥ ଠିକ୍ ଅଛି, ହେଲ୍ଥ ଠିକ୍ ରହିବା ପାଇଁ କିଛି ବି ଅସୁବିଧା ନାହିଁ, ଆମେ ପହଞ୍ଚେଇ ଦେଇପାରିବା। ହଁ, ଏଇଟା ପ୍ରଥମ କଥା ଯେ ଧୀରେ 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 ସବୁ ଜାଗାରେ ବି ପୁରା ଭାରତ ବର୍ଷରେ ଧୀରେ 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 ଯୋଉଠି ଟର୍ଣ୍ଣଓଭର ବଢିଛି, ସେଠି ନୂଆ ନୂଆ କାଉଣ୍ଟର ବି ହେଇଛି। ନୂଆ ନୂଆ କାଉଣ୍ଟର ହବା ଦ୍ୱାରା ସେଠି ପ୍ରଡକ୍ଟ ବି ସେଲ୍ ହଉଛି। ଆଚ୍ଛା, ମୁଁ ସେଇ ଜାଗାରେ ମୋର ଗୋଟେ ବହୁତ ବଡ ସୁଯୋଗ ବୋଲି ମୁଁ ଭାବେ। ଯେ ସୁଯୋଗ କଣ ନା, ଯୋଉ ଜାଗାରେ ଆରସିଏମ ର ସେଣ୍ଟର ନାହିଁ, ତ ସେ ଜାଗାରେ ଯଦି ଆମେ ଆମର ଟର୍ଣ୍ଣଓଭରକୁ ବଢେଇବାକୁ ଚାହିଁବା, ସେଟା ଗୋଟେ ଆମ ପାଇଁ ଗୋଟେ ବହୁତ ବଡ ଅପରଚ୍ୟୁନିଟି। ଭଗବାନ ଆମକୁ ଗୋଟେ ଆଶୀର୍ବାଦ କରିଛନ୍ତି। କାହିଁକି ନା କାଲି ସକାଳୁ ଯେତେବେଳେ ଆମ ଟିମ୍ ବଢିବ, ସେଇଠି ଯୋଉ କାଉଣ୍ଟରଟା ହବ, ସେ କାଉଣ୍ଟରଟା କାହା ଗ୍ରୁପରେ ହବ? ଆମ ଟିମରେ ହବ। ବହୁତ ଆଚ୍ଛା, ସେ କାଉଣ୍ଟର ମାଧ୍ୟମରେ ଯୋଉ ଟିମ୍ ଆସିବ, ସିଏ ବି ବହୁତ ବଡ ହବ। ତାମାନେ ସେଇଟା ଗୋଟେ ଅପରଚ୍ୟୁନିଟି ଭଗବାନ ଆମକୁ ସେଇଟା ଦେଇଛନ୍ତି। ଗୋଟେ ମୁଁ ସ୍ୱପ୍ନ କରିକି ରଖିଛି। ତ ଇଏ ନିଶ୍ଚୟ ଆମର ହେଇଯାଇ ପାରିବ। ତ ସେଥିଲାଗି ଯୋଉଠି ଯୋଉଠି ନାହିଁ, ସେଠି ସେଠି ସୁଯୋଗ ଆମେ ଖୋଜିବା। ଦେଖନ୍ତୁ, ଯେମିତିକି ମୁଁ କହେ ସବୁବେଳେ, ପାଣିର ଧର୍ମ ତ ତଳକୁ ଯିବା। ପାଣି କିନ୍ତୁ ଆମେ ତାକୁ ଛାତ ଉପରକୁ ନେଇ ପାରୁଛୁ, ଆମେ ଟାଙ୍କିରେ ରଖିପାରୁଛୁ କାହିଁକି ନା ତା ଦେହରେ ଗୋଟେ ମଟର ଲଗାଉଛୁ। ସେମିତି ପୃଥିବୀରେ ସବୁ ଯାକ କାମ ତ ଯାହା ହେଇ ଚାଲୁଛି, ଅସମ୍ଭବ କାମକୁ ଯିଏ ସମ୍ଭବ କରିକି ଦେଖେଇଦେଲା, ସେ ହିଁ ତାକୁ ହିଁ ଲୋକ ମନେ ରଖନ୍ତି, ଆଉ ସେ ହିଁ ପ୍ରଶଂସା ପାଏ। ଅସମ୍ଭବ ଲୋକଙ୍କୁ ପକ୍ଷୀ ଭଳି ଉଡେଇବା ଯିଏ କରିଦେଲେ, ତାହେଲେ ତାକୁ ହିଁ ଲୋକ ମନେ ପକେଇଛନ୍ତି। ରାତିରେ ଲାଇଟ୍, ସୂର୍ଯ୍ୟ ଭଳି ଲାଇଟ୍ ଦେଖେଇବା ଯିଏ କରିଦେଇ ପାରିଲା, ତାକୁ ହିଁ ଲୋକ ମନେ ରଖିଛନ୍ତି। ଆଜି ମାନେ ଅସାଧାରଣ କାମକୁ ସାଧାରଣ କରିକି ଦେଖେଇବା, ଇଏ ହଉଛି ଆମର କାମ। ଆଜି ଆମେ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ ଆଗକୁ ବଢିଛେ, ତ ସେଥିରେ ଆମେ ନିଶ୍ଚୟ ସଫଳ ହବା। ତ ଆଚ୍ଛା, ଆମ ଶରୀର ଭିତରେ ସେ ଖାଦ୍ୟ ଗଲେ, ସେ ଆହାର ଗଲେ ତ ଆମେ ସୁସ୍ଥ ହବା। ନହେଲେ ନାଇଁ, ଯଦି ଭେଜାଲ ଖାଉଥିବା, ଆରସିଏମ ରେ ଜଏନ କରିବା କିନ୍ତୁ ଭେଜାଲ ଖାଇବା, ତାହେଲେ ଆମ ଶରୀର କେମିତି ସୁସ୍ଥ ହବ? ତ ଆପଣ ସେଇଟା ନିହାତି ଜରୁରୀ। ଆଉ ବାକି ରହିଲା ଯୋଉ ବି ରୋଗ ଆମ ଭିତରକୁ ଆସୁଛି, ଫୁଡ ସପ୍ଲିମେଣ୍ଟ ଖାଇବା ଦ୍ୱାରା ସେ ବି ପ୍ରୋଟେକ୍ସନ ହେଇକି ରହୁଛି। ସେ ବି ନଲେଜ ନେବା ଦ୍ୱାରା ଆଚ୍ଛା, ଟର୍ଣ୍ଣଓଭର ହବ ତ ପଇସା ତ ଆସିବ। ସେ ତ ବଡ କଥା କିଛି ନୁହେଁ। କୌଣସି ପ୍ରଡକ୍ଟ ବିକ୍ରି ହେଲା ତ ତାର ତ ଲାଭାଂଶ ସେଇ ମାଲିକକୁ ମିଳିବ। ଆଉ ଆପଣ ମାନେ ତ ମାଲିକ ଆରସିଏମ ର। ତ ଇଏ ଲାଭାଂଶ ଆପଣଙ୍କୁ ତ ମିଳିବ। ଚାହେ ଆପଣ ଯଦି ଫାଷ୍ଟ ଜଏନିଂ କରୁଛନ୍ତି, 12% ର ହଉ ପଛେ, 6 ମାସରେ 12% ର ହଉ ପଛେ, ମାର୍କେଟରୁ ତ ସେ 12% ର ମିଳୁନି, ତ ସେଇଟା ତ ମିଳିବ। ଆଉ ତା ଛଡା ଆମେ ବହୁତ ସାରା ଲୋକଙ୍କୁ ସ୍ୱାବଲମ୍ବୀ କରିପାରିବା। ଏକ୍ସଟ୍ରା ଇନକମ୍ ତାଙ୍କ ପରିବାରକୁ ଆମେ ଦେଇପାରିବା। ସେଟା ବି ଗୋଟେ ବହୁତ ବଡ କଥା। ଯେ ପଇସା ଆଜି ଦେଖନ୍ତୁ, ସେଇ 12% ର ହଉ ବା 2%, ଯେ 5,000 ପିଭି ରୁ ଅଧିକା ହଉଛି, ତାକୁ ତ 2% ର କମିଶନ ମିଳୁଛି। ଯୋଉ 100 ଟଙ୍କା ବି ହଉ, ସେ 100 ଟଙ୍କା କିଏ ଦଉଛି? ତ ଇଏ ହେଉଛି କଥା ଯେ ଆମେ ଭାରତବର୍ଷକୁ ସୁନାର ଭାରତ ଆମେ କରିଦେଇ ପାରିବା। ତ ଯାହା ହଉ, ଆପଣମାନେ ସମସ୍ତେ ଯୋଡି ହେଲେ। ସାର୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ସାର୍ ଆମକୁ ଏ ପ୍ରେରଣା ସାର୍ ଦଉଛନ୍ତି। ଆମକୁ ଆଗକୁ ବଢେଇବା ପାଇଁ ଯୋଉ ପ୍ରେରଣା ଦଉଛନ୍ତି, ଯେ ସାର୍ ଫିଲ୍ କରୁଛନ୍ତି ଯେ ଲେଡିଜ ମାନେ ନର୍ମାଲି ଗୋଟେ ବେଳେ ଫ୍ରି ରହୁଛନ୍ତି। ସେଥିଲାଗି ବିସି ଛାବଡା ସାର୍ ଗୋଟେ ପାଖାପାଖି 3 ବର୍ଷ 4 ବର୍ଷ ହେଲା ଇଏ ଗୋଟେ ପ୍ଲାଟଫର୍ମ ତିଆରି କରିଛନ୍ତି ଲେଡିଜ ମାନଙ୍କୁ ଉନ୍ନତି କରିବା ପାଇଁ, ମହିଳା ମାନଙ୍କର ଉନ୍ନତି କରିବା ପାଇଁ। ସେଠି କେବଳ ମହିଳା ମାନେ ହିଁ ଯାଉଛନ୍ତି। ତ ଆମେ ସମୟକୁ ଆଡଜଷ୍ଟ ନିହାତି କରିବା ଦରକାର। ଯଦି ସମୟକୁ ଆଡଜଷ୍ଟ କଲେ, ହଁ, ଆପଣ ମନ ଭିତରେ ବେଳେ ବେଳେ ବି ଏ କଥା ବି ଆସେ ଯେ ଏତେ ମିଟିଂ ରେ କଣ ବସିବା, ମିଟିଂ ରେ ବସିଲେ କଣ ହେଇଯିବ? ନା, ମିଟିଂ ରେ ବସିଲେ ଉର୍ଜା ଆସିବ, ମନ ଆଗ୍ରହ ବଢିବ। ତ ଆଗ୍ରହ ବଢିଲେ ଆମେ କିଛି ନା କିଛି କରିଦେଇ ପାରିବା। ବିନା ଆଗ୍ରହରେ କିଛି ଗୋଟେ କାମ କରିବା ଆଉ ଆଗ୍ରହର ସହିତ କରିବା, ତ ଗୁଡ୍ ସେଇଟା ଗୋଟେ ବହୁତ ବଡ କଥା। ତ ମର୍ଣ୍ଣିଂ। ସେଥିଲାଗି ଆମେ ନିଜେ ଆଗ୍ରହକୁ ବଢେଇକି ଆଗକୁ ବଢେଇବା। ଆଉ ମାତ୍ର 2-3 ଦିନ ସମୟ ରହିଲା, ଇଏ 3 ଦିନ ଭିତରେ ଆମେ ବହୁତ ବଡ କାମ କରିପାରିବା। ଆଜି ଆମେ ଏଇଠି ଗୁଡ୍ ରଖିବା। ମର୍ଣ୍ଣିଂ। ନମସ୍କାର। ଜୟ ଆରସିଏମ। ସମୟ ହେଇଗଲାଣି। ଜୟ ଆରସିଏମ। ପୁଣି ଜୟ କାଲି ଆମେ ଶ୍ରୀ ଦେଖା ହବା ଠିକ ଏଇ ସମୟରେ। ଜୟ ଜୟ ଜଗନ୍ନାଥ। ଆରସିଏମ। ଜୟ ଜଗନ୍ନାଥ।